ଆଉ ଗୋଟେ ବାଇ ଇଲେକ୍ସନରେ ସହଜେ ତାଙ୍କୁ ଲୋକ ବବି ଦାସକୁ ଦେବେନି, କାରଣ ବବି ଦାସଙ୍କ ଛବି ଅଲରେଡି ଖରାପ ହେଇଯାଇଛି। କାହିଁକି ନା ସେଇ ଯୋଉ ସରକାରୀ କଳରେ ଯୋଉ ବଳ ଦେଖାଉଥିଲେ, ଜନତାଙ୍କ ବଳ ହଉଛି ଅସଲି ବଳ। ବିକେ ପାଣ୍ଡିଆନ ଯେତେବେଳେ ମଞ୍ଚରେ ଭାଷଣ ଦିଅନ୍ତି, ନିର୍ବାଚିତ ପ୍ରତିନିଧି ମାନେ ତଳେ ଜନତା ହେଇକି ବସନ୍ତି, କିଏ ଟ୍ରାଫିକ ଦାୟିତ୍ୱ ତୁଲାଉଥିଲା, କିଏ ଖୁଣ୍ଟି ପୋତୁଥିଲା, କିଏ ଟେଣ୍ଟ ବାନ୍ଧୁଥିଲା। ତ ଓଡ଼ିଆର ଅସ୍ମିତା କଥା ସେଥିପାଇଁ ଉଠିଲା, ଯୋଉଥିପାଇଁ ଓଡ଼ିଶାର ଜନମତ କହିଲେ ନା ଏବେ କରୁଣ ଅବସ୍ଥା ସମୟରେ ଅରୁଣଙ୍କର ଆବଶ୍ୟକତା ପଡ଼ିଲା। କାହିଁ 6 ମାସ ପୂର୍ବରୁ ତାକୁ ବୋଲେଇଲନି। ବିଜୁ ବାବୁ କେବେ ମୋ ପରିବାର କହିନଥିଲେ, ଏ ପରିବାରବାଦ ଯଦି ପ୍ରତିଷ୍ଠା କରିବେ ତାହେଲେ ବିଜେଡି ଆଉ ଏକ ବର୍ବାଦର ବାର୍ତ୍ତା ତିଆରି ହେବ। ଜନତା ଯେହେତୁ ତାଙ୍କୁ ଜନସମର୍ଥନ ପ୍ରବଳ ଦେଇଛନ୍ତି, ଏଟା ଲୋକଙ୍କ ସରକାର ବୋଲି କଣ ନୂଆ ବାର୍ତ୍ତା ଦେବା? ଯେଉଁ କଥା ଶପଥ ନେଇଥିଲେ ଲୋକ ପାଇଁ କାମ କରିବେ, ଯଦି ଶପଥ ନେଇକି ସେ କାମ କରିପାରିଲେ ତାହେଲେ ସ୍ଥାନରେ ବଡ଼ କଥା ପରିବର୍ତ୍ତନ ନାହିଁ। ସାଂସଦ ଭିତରେ ଧର୍ମେନ୍ଦ୍ର ପ୍ରଧାନକୁ ଦେବେ, ଯଦି ସଂଗଠନ ଦୃଷ୍ଟିରୁ ଦେବେ ତାହେଲେ ମନମୋହନ ସାମଲକୁ ଦେବେ। ସୂର୍ଯ୍ୟବଂଶୀଙ୍କ ନାଁ ବି ଆସୁଛି। ଯେତେବେଳେ ଆଗେ ଶପଥ ପାଠ ହଉଥିଲା ସେ ରାଜଭବନ ରହୁଥିଲା, ମନ୍ତ୍ରିମଣ୍ଡଳ ବିଧାୟକ ମାନଙ୍କ ସପକ୍ଷରେ ହଉଥିଲା ଯୋଉଟା ତାଙ୍କର ଉପସ୍ଥିତିରେ। କିନ୍ତୁ ପ୍ରଥମ କରି ଦେଖାଯାଉଛି ଯୋଉଟା କି ଜନତାଙ୍କ ସାମ୍ନାରେ ସେ ଶପଥ ପାଠ କରିବାକୁ ଯାଉଛନ୍ତି, ତାକୁ ନେଇକି କଣ କହିବେ? ତ ସାଧାରଣ ଜନତାକୁ ଟିକେ ଅଧିକ ଆକର୍ଷଣୀୟ କରିବେ ଏବଂ ଜନତା ଯେହେତୁ ତାଙ୍କୁ ଜନସମର୍ଥନ ପ୍ରବଳ ଦେଇଛନ୍ତି, ଏଟା ଲୋକଙ୍କ ସରକାର ବୋଲି କଣ ନୂଆ ବାର୍ତ୍ତା ଦେବା, ନୂଆ ଢଙ୍ଗରେ ବହୁତ ଲୋକଙ୍କୁ ସୁଯୋଗ ଦେବା ସେ ଶପଥ ଗ୍ରହଣ ଉତ୍ସବ ଦେଖିବା ପାଇଁ। ତେଣୁକରି ସେମିତି କିଛି ସ୍ଥାନ ପରିବର୍ତ୍ତନଟା ବଡ଼ କଥା ନୁହେଁ। ଯେଉଁ କଥା ଶପଥ ନେଇଥିଲେ ଲୋକ ପାଇଁ କାମ କରିବେ, ଯଦି ଶପଥ ନେଇକି ସେ କାମ କରିପାରିଲେ ତାହେଲେ ସ୍ଥାନରେ ବଡ଼ କଥା ପରିବର୍ତ୍ତନ ନାହିଁ। ଯେମିତି ଲୋକଙ୍କ ମନରେ ଯେଉଁ ପରିବର୍ତ୍ତନ ତାଙ୍କୁ ସମର୍ଥନ ଦେଇଛନ୍ତି, ସାଧାରଣ ଲୋକଙ୍କୁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଏ ଲୋକଙ୍କ ସରକାର, କୋଉ ଅମଲତାନ୍ତ୍ରିକ ସରକାର ନୁହେଁ, ଏଟା ଗଣତାନ୍ତ୍ରିକ ଭାବେ ନିର୍ବାଚିତ। ଅଧିକ ତାକୁ ଲୋକ ନୂଆ ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ନିର୍ବାଚନ ପ୍ରଚାରରେ ମୋଦି ଯେତେବେଳେ ଆସିଥିଲେ ସେ କହିଥିଲେ 4 ତାରିଖ ଦିନ ବିଜେଡି ର ହଉଛି ଏକ୍ସପାୟରି ଡେଟ୍, ଯୋଉଟା ସେଟା ହେଲା। ତା ସହିତ 10 ତାରିଖ ଦିନ ଶପଥ ଉତ୍ସବ ହବ, ସେଟା ବି କହିଥିଲେ, ସେଟା ବି ହବାକୁ ଯାଉଛି। ଏବଂ କିନ୍ତୁ ଆଉ ଗୋଟେ କଥା କହିଥିଲେ 6 ତାରିଖ ଦିନ ସେ ଡିକ୍ଲେୟାର କରିବେ କିଏ ହବ ଓଡ଼ିଶାର ପ୍ରଥମ କରି ବିଜେପିର ମୁଖ୍ୟମନ୍ତ୍ରୀ, ଯୋଉଟା ସେ ଏଯାଏ କରିପାରୁନାହାନ୍ତି। ଯେହେତୁ ଆଉ ଗୋଟିଏ ଦିନ ଅଛି, ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ, କିନ୍ତୁ କଣ ପାଇଁ ସେ ଡିକ୍ଲେୟାର କରିପାରନି, କଣ କାରଣ କଣ ରହିଛି? କେନ୍ଦ୍ରରେ ଯେହେତୁ ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ଆଣିପାରିଲାନି, ଘଟକ ଦଳମାନଙ୍କର ସହଯୋଗୀ ଦଳମାନଙ୍କର ଭିତରେ ଏକ ନିଷ୍ପତ୍ତି ପାଇଁ ବହୁତ କଥା କେନ୍ଦ୍ରୀୟ କଥା ଆଗେ ଚିନ୍ତା କରାଗଲା ଏବଂ 6 ତାରିଖ ପରିବର୍ତ୍ତେ ସେ ଘୋଷଣା କରିବେ। ଆଗରୁ ମଧ୍ୟ ସେମିତି ଝୁଲେଇକି ରଖିଲେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପରେ ସେଇ ଢାଞ୍ଚାରେ ସେ ଚାହୁଁଛନ୍ତି ଏଭଳି ଏକ ମୁଖ୍ୟମନ୍ତ୍ରୀ ଦେବେ ଯେଉଁ ଜନସାଧାରଣ କହିବେ ଠିକ୍ ଲୋକ ଆଗରେ ନେତୃତ୍ୱ ଦିଆଯାଇଛି ଏବଂ ତା ମଧ୍ୟ ଲୋକଙ୍କ ପାଇଁ କାମ କରିହେବ। ଭାବିଚିନ୍ତି କହୁଛନ୍ତି, ସଂସଦୀୟ ସାଂସଦମାନଙ୍କ ଭିତରୁ ଦେଲେ କେତେ ଲସ୍ କେତେ ପ୍ଲସ୍ ତାକୁ ଗୋଟେ ବିଚାର କରାହେଉଛି। କାରଣ ଯେହେତୁ ଜାତୀୟ ସ୍ତରରେ ଗଣିତ ଟିକେ କମ୍ ଅଛି, ତେଣୁକରି ଦେବେ ଧର୍ମେନ୍ଦ୍ର ପ୍ରଧାନ, ଯଦି ସାଂସଦ ଭିତରେ ଧର୍ମେନ୍ଦ୍ର ପ୍ରଧାନକୁ ଦେବେ, ଯଦି ସଂଗଠନ ଦୃଷ୍ଟିରୁ ଦେବେ ତାହେଲେ ମନମୋହନ ସାମଲକୁ ଦେବେ, ଯଦି ନିର୍ବାଚିତ ବିଧାୟକମାନଙ୍କୁ ଦେବେ ତାହେଲେ ସୁରେଶ ପୂଜାରୀ, ମୋହନ ମାଝୀଙ୍କ ଭଳିଆ ଲୋକଙ୍କୁ ଦେଇପାରନ୍ତି। ତୁ ସେ ଦିଲ୍ଲୀ ଯାଇଛି, ତାଙ୍କୁ ଡାକରା ଆସିଛି କଣ ପାଇଁ? ଯେହେତୁ ଆମର ସେ ବି ଜଣେ ବ୍ରଜରାଜ ନଗରର ବିଧାୟକ, କଣ କହିବେ ତା ଉପରେ? ଆଗରୁ ସୁରେଶ ପୂଜାରୀ ରାଜ୍ୟ ସଭାପତି ଦାୟିତ୍ୱ ତୁଲାଇଛନ୍ତି, ସାଂସଦ ଭାବେ ମଧ୍ୟ ଗତ ଥର ସେ ନିର୍ବାଚିତ ହେଇଥିଲେ ଏବଂ ତାଙ୍କର ଛାତ୍ର ଜୀବନ ରାଜନୀତିର ଅଭିଜ୍ଞତା ଅଛି ଏବଂ ଏଥର ଜିତିଛନ୍ତି। ତେଣୁ ନିର୍ବାଚିତ ତାଙ୍କୁ ଗୋଟା ହେଉଛି ଯଦି ତାଙ୍କୁ ମଧ୍ୟ ସୁଯୋଗ ମିଳିପାରେ, କିମ୍ବା ଯେତେବେଳେ ରାଜ୍ୟସ୍ତରୀୟ ଗୋଟେ ନିଷ୍ପତ୍ତି ନିଆଯାଉଛି ତାଙ୍କର ମଧ୍ୟ ସହମତି ନେବାର ଆବଶ୍ୟକତା ଅଛି। ତ ଯେତେ ସଭାପତି ଦାୟିତ୍ୱ ତୁଲେଇଥିଲେ ଆମର ଓଡ଼ିଶାରେ ବିଜେପିର, ସେମାନଙ୍କର ମଧ୍ୟ ମତାମତ ନିଆଯାଉଛି। ସବୁ ସ୍ତରରୁ ମତାମତ ନିଆଯାଇକି ଯେଉଁ ନିଷ୍ପତ୍ତି ହେବ ପରବର୍ତ୍ତୀ ସମୟରେ ଯେମିତି ଦଳ ବିଦ୍ରୋହ ନ ହେବ କି କୌଣସି ମତବାଦ ଫରକ ଆସିବନି, ସବୁଥିରୁ ଚିନ୍ତା କରି ଦିଆଯାଉଛି। ବର୍ତ୍ତମାନ ଯଦି ନିର୍ବାଚିତ ବିଧାୟକ ମାନଙ୍କ ଭିତରୁ ହେବେ ତାହେଲେ ସୁରେଶ ପୂଜାରୀ ଆଗରେ ଅଛନ୍ତି, ଆମର ମୋହନ ମାଝୀ ବି ଅଛନ୍ତି, ଆଉ ସେମିତି କହିଲେ ସୂର୍ଯ୍ୟବଂଶୀଙ୍କ ନାଁ ବି ଆସୁଛି, ଅଦରପକ୍ଷ ମୁଖ୍ୟମନ୍ତ୍ରୀ ଯିଏ ହାରେଇଛି ବାଘ, ତାଙ୍କ ନାଁ ବି ଆସୁଛି। ତେଣୁକରି ସୁରେଶ ପୂଜାରୀ ଯେହେତୁ ସଭାପତି ଥିଲେ, ସଂଗଠନ ଜାଣିଛନ୍ତି, ସାଂସଦ ଭାବରେ ତାଙ୍କର ଗୋଟେ ଦକ୍ଷତା ଥିଲା, ତାଙ୍କୁ ମଧ୍ୟ ଡକା ହେଇଛି, ତାଙ୍କ ମତାମତ ନିଆଯିବ, ତାଙ୍କୁ ମଧ୍ୟ ସୁଯୋଗ ଦିଆଯିବ। ନାହିଁ ଯଦି ସଂସଦ ଭିତରୁ କିଏ ହେବେ ତାହେଲେ ଧର୍ମେନ୍ଦ୍ର ପ୍ରଧାନ ଆଗରେ, ସଂଗଠନ ଦୃଷ୍ଟି ହେଲେ ମନମୋହନକୁ ଦେବେ ଏବଂ ବିଧାନ ପରିଷଦ ଗଠନ କରିକିରି ତାଙ୍କୁ ନିର୍ବାଚିତ କରିବେ। ଆଉ ବାଇ ଇଲେକ୍ସନ ଆବଶ୍ୟକତା ନାହିଁ। ସେ ଧର୍ମେନ୍ଦ୍ର ପ୍ରଧାନ ଯଦି ବା ହେବେ ଯୋଉ କହୁଛନ୍ତି ମୁଖ୍ୟମନ୍ତ୍ରୀ ହେବେ, ତାହେଲେ ପୁଣି ଆଉ ଥରେ ଇଲେକ୍ସନ ହବ, ପୁଣି ଆଉ ଥରେ ସମ୍ବଲପୁରରେ ଯୋଉଟା ବବି ଦାସ ଏଥର ସେ ନିର୍ବାଚନ ହାରିଥିଲେ, ସେ ତ ପୁରା ଚାହିଁବେ ଯେମିତି ହେଲେ ଜିତିବା ପାଇଁ, କଳେ ବଳେ କହୁଥିଲେ, ତା ଉପରେ କଣ କହିବେ? ନା, ଆଉ ଗୋଟେ କଥା ହେଉଛି ସରକାର ବଦଳିଲା ପରେ ଆଉ ଗୋଟେ ବାଇ ଇଲେକ୍ସନରେ ସହଜେ ତାଙ୍କୁ ଲୋକ ବବି ଦାସକୁ ଦେବେନି, କାରଣ ବବି ଦାସଙ୍କ ଛବି ଅଲରେଡି ଖରାପ ହେଇଯାଇଛି। କାହିଁକି ନା ସେଇ ଯୋଉ ସରକାରୀ କଳରେ ଯୋଉ ବଳ ଦେଖାଉଥିଲେ ତାହା ଲୋକଙ୍କ ବଳ ନଥିଲା, ଧନ ବଳ, ସରକାରୀ କଳ ବଳ ସଦାବେଳେ ଜନତାଙ୍କ ବଳ ହେଉଛି
असली बल कहीं टाटा कंपानी मैनेजर भोटर भैल्यू जहाँ गरीब लोक गोड़ तले बाटा चपल न थी भोट भैल्यू से गणतंत्र से कह गणतंत्र सी मंत्र जी बुझी से तंत्र जी बुझी सी सफल पाइब ଆଉ ଗୋଟେ କଥା ହଉଛି ଉତ୍ତରାଧିକାରୀକୁ ନେଇକି ଯେହେତୁ ପ୍ରଥମେ ନବୀନ ପଟ୍ଟନାୟକ କହିଥିଲେ ଉତ୍ତରାଧିକାରୀ ହଉଛନ୍ତି ମୋର ବିକେ ପାଣ୍ଡିଆନ ତାପରେ ପୁଣି କିଛି ଦିନ ପରେ କହିଲେ କି ନା ମୁଁ ପାଣ୍ଡିଆନକୁ ମନା କଲେ ଉତ୍ତରାଧିକାରୀ ନାହାନ୍ତି ପୁଣି ଆଉ ଥରେ କାଲି ଗୋଟେ ଚ୍ୟାନେଲକୁ ସେ କହିଛନ୍ତି ପାଣ୍ଡିଆନ ମୋର ଉତ୍ତରାଧିକାର ନାହିଁ ଏମିତି ବି କହିଛନ୍ତି ଯୋଉ ଲୋକମାନେ ଖାସ କରି ଦାୟୀ କରୁଛନ୍ତି କି ପାଣ୍ଡିଆନ ପାଇଁ ବିଜେଡି ହାରୁଛି ସେ ତାଙ୍କୁ ସମାଲୋଚନା କରିବା କଥା ତା ଉପରେ କଣ କହିବେ ଶୁଣ ବିଜୁ ବାବୁ ନିଜେ ମରିବା ପୂର୍ବରୁ କେବେ ଉତ୍ତରାଧିକାରୀ ବାଛି ନଥିଲେ ଏବଂ ନବୀନ ବାବୁ ମଝିରେ କହିଲେ ଓଡ଼ିଶାବାସୀ ମୋର ଉତ୍ତରାଧିକାରୀ କିନ୍ତୁ ଜଣେ ଅଧିକାରୀକୁ ଯୋଉ ଦାୟିତ୍ୱ ଦେଲେ ତା ଉତ୍ତରାଧିକାରୀ ଠାରୁ ବଳି ପଡ଼ିଥିଲା କାରଣ ବିକେ ପାଣ୍ଡିଆନ ଯେତେବେଳେ ମଞ୍ଚରେ ଭାଷଣ ଦିଅନ୍ତି ନିର୍ବାଚିତ ପ୍ରତିନିଧି ମାନେ ତଳେ ଜନତା ହେଇକି ବସନ୍ତି କିଏ ଟ୍ରାଫିକ ଦାୟିତ୍ୱ ତୁଲାଉଥିଲା କିଏ ଖୁଣ୍ଟି ପୋତୁଥିଲା କିଏ ଟେଣ୍ଟ ବାନ୍ଧୁଥିଲା ତ ଓଡ଼ିଆର ଅସ୍ମିତା କଥା ସେଥିପାଇଁ ଉଠିଲା ଯୋଉଥିପାଇଁ ଓଡ଼ିଶାର ଜନମତ କହିଲେ ନା ଜଣେ ତାମିଲନାଡୁ ବେସର ଜଣେ ଲୋକକୁ ଅଧିକା କ୍ଷମତା ଦିଆଗଲା ଏବଂ ସେ କ୍ଷମତା ବିରୁଦ୍ଧରେ ମଧ୍ୟ ସାଧାରଣ ଜନତା ଭୋଟ ଦେଲେ ଯୋଉଥିପାଇଁ ବିଜେଡି ଆଜି ସର୍ବସ୍ୱ ହରେଇଲା ପୁଣି ଯଦି ପାଣ୍ଡିଆନକୁ ଅତି ଆପଣାର ତାଙ୍କୁ କ୍ଲିନ୍ ଚିଟ୍ ଦେବେ ଯଦି ପାଣ୍ଡିଆନଙ୍କ ଭୁଲ ନାହିଁ ତାହେଲେ ମୁଖ୍ୟମନ୍ତ୍ରୀ ନିଜେ ଭୁଲ ସ୍ୱୀକାର କରନ୍ତି ମୋର ପରିଚାଳନାଗତ ତ୍ରୁଟି ଦୂରଦୃଷ୍ଟି ଅଭାବରୁ ଆଜି ମୁଁ ଯୋଉ ଓଡ଼ିଶାବାସୀ 24 ବର୍ଷ ଭଲ ପାଉଥିଲେ ଏବେ ଏଥର ମତେ ଭଲ ପାଇଲେନି ତାହେଲେ ମୋର ଭୁଲ ସ୍ୱୀକାର କରୁନାହାନ୍ତି ଏ ପାଖେ ଭୁଲ ସ୍ୱୀକାର କଲେ ତ ଭୁଲ ଦେବେନି ତାହେଲେ ଭୁଲ କଣ ଜନତାଙ୍କର ଆଉ ଗୋଟେ କଥା ଯେ ପାଣ୍ଡିଆନ ଯୋଉ ଯାଇଥିଲେ ସ୍ନେହାକ ମିର୍ଜା ଦିଲ୍ଲୀ ଯାଇଛନ୍ତି ଖାସ କରିକି ଯୋଉ ଅରୁଣ ପଟ୍ଟନାୟକ ଯିଏ କି ପ୍ରେମ ପଟ୍ଟନାୟକଙ୍କ ପୁଅ କିମ୍ବା ଗାୟତ୍ରୀ ପଟ୍ଟନାୟକ ଯିଏ ପ୍ରେମ ପଟ୍ଟନାୟକ ପ୍ରଥମ ସ୍ତ୍ରୀଙ୍କ ଝିଅ ତାକୁ ସେ ଉତ୍ତରାଧିକାରୀ ପାଇଁ ଚେଷ୍ଟା କରନ୍ତି କିନ୍ତୁ ଓଡ଼ିଶା ଲୋକ କେମିତି କଣ ତାକୁ ଗ୍ରହଣ କରିବେ ଶୁଣ ଏବେ କରୁଣ ଅବସ୍ଥା ସମୟରେ ଅରୁଣଙ୍କର ଆବଶ୍ୟକତା ପଡିଲା କାହିଁ 6 ମାସ ପୂର୍ବରୁ ତାକୁ ବୋଲେଇଲନି ତେଣୁ ଏଭଳି ଅବସ୍ଥାରେ ଯୋଉ ପରିବାରବାଦ ଆଣିକି ଆଉ ଥରେ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି ବିଜୁ ବାବୁ କେବେ ମୋ ପରିବାର କହିନଥିଲେ ଏ ପରିବାରବାଦ ଯଦି ପ୍ରତିଷ୍ଠା କରିବେ ତାହେଲେ ବିଜେଡି ଆଉ ଏକ ବର୍ବାଦର ବାର୍ତ୍ତା ତିଆରି ହବ ତେଣୁ ବିଜେଡିର ଯୋଉ ତୁଙ୍ଗ ନେତାମାନେ ଅଛନ୍ତି ନିଜ ରାଜ୍ୟ ପାଇଁ ନିଜେ ସଜାଡ଼ନ୍ତୁ ପୁରୁଣା ନେତାମାନେ ଯୋଉ ଅଛନ୍ତି ପ୍ରଫୁଲ୍ଲ ଘଡ଼େଇ ହୁଅନ୍ତୁ ବିଜୟ ମହାପାତ୍ର ଭଳିଆ ଲୋକ ହୁଅନ୍ତୁ ଆସିକି ପୁଣି ଯଦି ସାମ୍ନାକୁ ଆସିବେ ତାହେଲେ ଦଳ ଉପରେ ସାଧାରଣ ଜନତାଙ୍କ ଭରସା ପାଇବ ପୁଣି ଯଦି ଏକଛତ୍ରବାଦ ନୀତିରେ ଦଳ ବି ଚଳେଇବେ ତାହେଲେ ଦଳ ପୁରା ମୂଳରୁ ଧ୍ୱଂସ ହେଇଯିବ ସମୟରୁ ସାବଧାନ ହେବା ଦରକାର ଆଉ ଗୋଟେ ଶେଷ ପ୍ରଶ୍ନ ହଉଛି ଯୋଉଟା କି ଖାସ କରି ବିଜେଡି ହାରିଲା ଯୋଉ ଖାଲି ହାରିନି ତ ବରିଷ୍ଠ ନେତା ଏବଂ ମାନେ ଯୋଉ କଡା ଟକ୍କର ଦେବା ନେତା ସବୁ ସେମାନେ ହାରି ଯାଇଛନ୍ତି ବିଜେଡି ଏହାର କାରଣ କଣ ଆପଣ ଭାବୁଛନ୍ତି ତ ମୂଳ କାରଣ ହଉଛି ଯୋଡ଼ିଏ ପି ଅଧିକ ଦିନ ପାୱାରରେ ରହିଲେ ଜନମତ ଯାଏ ଏବଂ ପାଣ୍ଡିଆନକୁ ଅଧିକ କ୍ଷମତା ଦେବାରୁ ସାଧାରଣ ଜନତା ଓଡ଼ିଶା ଲୋକ ଓଡ଼ିଆ ଅସ୍ମିତା କଥା ହେଲା ମଣିଷ ସାଧାରଣ ଓଡ଼ିଆ ଜନତା ଭିତରେ ଯୋଉ ସୁପ୍ତ ଅସନ୍ତୋଷ ଥିଲା ତାକୁ ପ୍ରଧାନମନ୍ତ୍ରୀ ମୋଦି ଶାହା ଆସିକି ଜାଗ୍ରତ କରାଇଲେ ତ ଜନତା ତାଙ୍କ ରାୟ ଦେଲେ